ଏ ବିଷୟରେ ଆପଣଙ୍କ ମତାମତ କ'ଣ? ଧନ୍ୟବାଦ ବାଚସ୍ପତି ମହୋଦୟ। ଶିକ୍ଷାମନ୍ତ୍ରୀଙ୍କ କଥାରେ ସହମତ ହୋଇପାରୁନାହିଁ। ଶିକ୍ଷା କ୍ଷେତ୍ରରେ ଏଆଇର ପ୍ରଚଳନ ବାସ୍ତବିକ ସ୍ୱାଗତଯୋଗ୍ୟ, କାରଣ ଏହା ପିଲାମାନଙ୍କ ବୁଦ୍ଧିମତ୍ତା ବିକାଶ କରିବ। ମାତ୍ର ନିଯୁକ୍ତି କ୍ଷେତ୍ରରେ ଏଆଇର ପ୍ରଚଳନ ଓଡ଼ିଶା ପରି ଏକ ଗରିବ ରାଜ୍ୟ ଲୋକମାନଙ୍କ ରୋଜଗାରରେ ଅସୁବିଧା ସୃଷ୍ଟି କରିବ। ଏଆଇ ଟିଚରର ପ୍ରଚଳନ ଶିକ୍ଷା ବ୍ୟବସ୍ଥାରେ ଆନ୍ଦୋଳନ କରି ସାମାଜିକ ବ୍ୟବସ୍ଥାରେ ଭୟ ସୃଷ୍ଟି କରିବ ନାହିଁ ତ ଏହାର ଉତ୍ତର ରଖିବ। ସମାଜର ମୁଖ୍ୟମନ୍ତ୍ରୀ ସତ୍ୟଜିତ ପରିଡ଼ା ଏହାର ଉତ୍ତର ରଖନ୍ତି। ଶିକ୍ଷା କ୍ଷେତ୍ରରେ ଏଆଇ ପ୍ରଚଳନ ଏକ ଆଧୁନିକ ବ୍ୟବସ୍ଥାର ଆରମ୍ଭ। ମାତ୍ର ଶ୍ରେଣୀ ଗୃହରେ ଯଦି ଏଆଇ ଟିଚର ଇମ୍ପ୍ଲିମେଣ୍ଟେସନର ଲକ୍ଷ୍ୟ ଆମ ସରକାର ରଖିଛନ୍ତି, ମାତ୍ର ଏହା ନିଯୁକ୍ତି ଅବସ୍ଥାକୁ ପ୍ରଭାବିତ କରିବ ନାହିଁ। କାରଣ ଶ୍ରେଣୀ ଗୃହରେ ଏଆଇ ଟିଚର ଶିକ୍ଷକଙ୍କ ପାର୍ଟନର ଭାବେ କାର୍ଯ୍ୟ କରିବ, ରିପ୍ଲେସମେଣ୍ଟ ଭାବେ ନୁହେଁ। ତେଣୁ ଏହା ପିଲାମାନଙ୍କ ମୌଳିକ ବିକାଶରେ ସାହାଯ୍ୟ କରିବ।